ମାହାଙ୍ଗା ଚେତନା ପରିଷଦର ସଭାପତି ଅମରେନ୍ଦ୍ର ସିଂଙ୍କ ଆବାହକତ୍ୱରେ କୁଶପୁର ଗ୍ରାମର ବିଶିଷ୍ଟ ଶିଳ୍ପୀ ମାଟି ମନସ୍କ ମଣିଷ ଏବଂ ସଂସ୍କୃତି ପ୍ରେମୀ ସୁକଦେବ ସାହୁଙ୍କର ଏକାଦଶା ଉପଲକ୍ଷେ ଆୟୋଜିତ ଏକ ସ୍ମୃତିଚାରଣ ସଭା ସମାଜସେବୀ ଉପେନ୍ଦ୍ରନାଥ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆତ୍ମାର ସଦ୍ଗତି ନିମନ୍ତେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କବି ନବକିଶୋର ଗୋସ୍ୱାମୀ ସ୍ୱର୍ଗତ ସାହୁଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ, ପ୍ରଫେସର ଶ୍ରୀନିବାସ ମହାନ୍ତି, କଳାକାର ଓଡ଼ିଶାର ସଭାପତି ସତ୍ୟବ୍ରତ ପହାଣ, ପ୍ରାକ୍ତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ, ମାନସ ଚମ୍ପତି ରାୟ, ପ୍ରଦୀପ୍ତ ରାଉତରାୟ, ନୃସିଂହଚରଣ ପୃଷ୍ଟି, ସାମ୍ବାଦିକ ହେମନ୍ତ କୁମାର ଦାସ, ରମେଶ କୁମାର ପୃଷ୍ଟି ଏବଂ ଅଚ୍ୟୁତ ପରମାଣିକ ପ୍ରମୁଖ ଯୋଗଦେଇ ସେ ଏକାଧାରରେ ଜଣେ ଶିଳ୍ପୀ, କବି ସହିତ ସବୁ ଗୁଣର ଅଧିକାରୀ ଥିଲେ ବୋଲି ସ୍ମୃତିଚାରଣ କରି କହିଥିଲେ। ସମାଜସେବୀ ରଣଜିତ ସାହୁ ଭାଗବତ ପାଠ କରିଥିଲେ ଏବଂ ଧନ୍ୟବାଦ ଦେଇଥିଲେ। ସଭା ପରିଚାଳନାରେ ପୁତ୍ର ସୁଧାଂଶୁ ରବୀନ୍ଦ୍ର, ବ୍ରଜ, ମାନସ ମିଶ୍ର, ନାତୁଣୀ ବର୍ଷା, ଆଶା ଲିପ୍ସା ଏବଂ ତାରିଣୀ ମେଳା ପୂଜା କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ। ମାହାଙ୍ଗାରୁ ଅମରେନ୍ଦ୍ର ସିଂ, ଓଡ଼ିଶା ମୋବାଇଲ ଟିଭି।